ଗାଁରେ ଏକ ବଡ଼ ବୃକ୍ଷ ଥିଲା। ସେହି ବୃକ୍ଷ ଏତେ ବଡ଼ ଥିଲା ଯେ ତାର ଛାୟା ସର୍ବଦା ଏକ ଶାନ୍ତିଦାୟକ ଅନୁଭୂତି ଆଣୁଥିଲା। ଗାଁର ଲୋକମାନେ ଏହାକୁ ପ୍ରଭୁଙ୍କ ରୂପେ ମାନୁଥିଲେ। କିଛି ବର୍ଷ ପରେ ଗାଁରେ ଏକ ତାଲିବାନ ଆସିଲେ ଓ ଏହି ବୃକ୍ଷକୁ କାଟିବା ପାଇଁ ନିର୍ଦ୍ଦେଶ ଦେଲେ। ଗାଁର ଲୋକମାନେ ବହୁତ ଦୁଃଖିତ ହେଲେ ଓ ତାଙ୍କର ଶ୍ରଦ୍ଧା ଓ ବିଶ୍ୱାସ ରଖି ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କଲେ। ସେମାନେ ପ୍ରତିଦିନ ଏହି ବୃକ୍ଷକୁ ଜଳ ଦେଉଥିଲେ ଓ ନିରନ୍ତର ପ୍ରାର୍ଥନା କରୁଥିଲେ। ଏକ ଦିନ ତାଲିବାନ ଆସି ସମସ୍ତଙ୍କୁ ଧମକାଇଲେ, କିନ୍ତୁ ସେମାନେ ତାହାକୁ ଦୃଢ଼ ଧୃତିରେ ପ୍ରତିସ୍ଥାପିତ କରି ରଖିଲେ। ତାଲିବାନ ଚମକିଗଲେ ଓ ତାଙ୍କର ଧମକ ବେଶୀ କରିବାକୁ ଚେଷ୍ଟା କଲେ। ତଥାପି ସେମାନେ ନିର୍ଭୀକ ଭାବରେ ସେମିତି ହିଁ ସେହି ଗଛକୁ ଘେରିକି ରହିଲେ, ଆଉ କାଟିବା ପାଇଁ ସୁଯୋଗ ଦେଲେ ନାହିଁ। ପରିଶେଷରେ ଲୋକମାନଙ୍କର ବୃକ୍ଷ ପ୍ରତି ଥିବା ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧା ଦେଖି ତାଲିବାନ ପ୍ରଭାବିତ ହୋଇ ତାହାକୁ କାଟିବା ନିଷେଧ କରିଦେଲେ। ଗାଁର ଲୋକମାନେ ଏହି ଅନୁଭୂତିରେ ବିଶ୍ୱାସ କରିଥିଲେ ଯେ ଶ୍ରଦ୍ଧା ଓ ବିଶ୍ୱାସର ଶକ୍ତି ସହ ସାର୍ଥକତା ମିଳିପାରେ। ଏହି କାହାଣୀରୁ ଏହା ଶିକ୍ଷା ମିଳେ ଯେ ଶ୍ରଦ୍ଧା ଓ ବିଶ୍ୱାସ ସବୁ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ଧନ୍ୟବାଦ। ଜୟ ଜଗନ୍ନାଥ।